ବର୍ଷାରେ ଧୋଇଯିବ ଭାରତ ପାକିସ୍ତାନ ମ୍ୟାଚ୍। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ କୋଲମ୍ବୋ ଷ୍ଟାଡିୟମରେ ମ୍ୟାଚ୍। T20 ବିଶ୍ୱକପ୍ର ଆଜି ଖେଳାଯିବ ହାଇ ଭୋଲ୍ଟେଜ୍ ମ୍ୟାଚ୍। ଆଜି ଶ୍ରୀଲଙ୍କା ମାଟିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହା ଲଢ଼େଇ ଦେଖିବାକୁ ମିଳିବ। ଏହା ପୂର୍ବରୁ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର ସାମ୍ନାକୁ ଆସିଛି। କାହିଁକିନା କୋଲମ୍ବୋ ଷ୍ଟାଡିୟମ ଦେଖିବାକୁ ଗଲେ ଆଜି ବର୍ଷା ହେବାର ସମ୍ଭାବନା ରହିଛି। ଦେଖିବାକୁ ଗଲେ 100% ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଆଜିର ମ୍ୟାଚ୍ ବର୍ଷା ପାଇଁ ଧୂଳିସାତ୍ ହେଇଯାଏ ତାହେଲେ ପାକିସ୍ତାନ ଦେଶ ତ ଖୁସି ନିହାତି ହେବ, କାହିଁକିନା ସେମାନେ ତ ଚାହିଁଥିଲେ ବାଇକଟ୍ ହେବା ପାଇଁ। ଭାରତ ପାଇଁ ଦୁଃଖ ଖବର, କାହିଁକିନା ଗୋଟିଏ ପଏଣ୍ଟ ନେଇ ସେମାନେ ସୁପର 8କୁ ଉତ୍ତୀର୍ଣ୍ଣ ହୋଇଯିବେ। କିନ୍ତୁ ପୁଣି ଥରେ ଭେଟ ହେବ କେଉଁଠି ନା ସେଇ ସେମିଫାଇନାଲ୍ କିମ୍ବା ସୁପର 8ରେ। କିଏ କେଉଁ ଗ୍ରୁପ୍ରେ ରହିବ ତାହା ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ ଚୟନ। ତେବେ ସେହି ବିଷୟରେ ଟିକେ ଆଲୋଚନା କରିବା ଚାଲନ୍ତୁ। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତ ଏବଂ ଶ୍ରୀଲଙ୍କାରେ T20 ବିଶ୍ୱକପ୍ 2024 ଆୟୋଜିତ ହେଉଥିବା ବେଳେ ଦେଖିବାକୁ ଗଲେ ଆଜି ଶ୍ରୀଲଙ୍କାର କୋଲମ୍ବୋ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହା ଲଢ଼େଇ ଦେଖିବାକୁ ମିଳିବ। ଏହା ପୂର୍ବରୁ ଦେଖିବାକୁ ଗଲେ ବର୍ଷାରେ ଧରାପୃଷ୍ଠକୁ ଅବତରଣ କରିପାରନ୍ତି, କାହିଁକିନା ଆଜି ବର୍ଷା ହେବାର ସମ୍ଭାବନା ରହିଛି ଶ୍ରୀଲଙ୍କା ମାଟିରେ। ତେବେ ଆଜିର ଭାରତ ମ୍ୟାଚ୍ରେ କେତେ ପ୍ରଭାବ ପଡ଼ିବ ସେହି ବିଷୟରେ ଟିକେ ଦେଖିବାକୁ ଗଲେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 7ଟାରୁ ଖେଳ ଆରମ୍ଭ ହେବ ଏବଂ ମୋତେ ତ ଲାଗୁଛି ଯଦି ଆଜିର ମ୍ୟାଚ୍ରେ ବର୍ଷା ହୁଏ ତାହେଲେ ଖେଳ ହେବ ନାହିଁ ଏବଂ ଦେଖିବାକୁ ଗଲେ ଏମ୍ପାୟାର 3 ଘଣ୍ଟା ପର୍ଯ୍ୟନ୍ତ ଜଗିବେ। ଯଦି 3 ଘଣ୍ଟା ଅପେକ୍ଷା ପରେ ଯଦି ବର୍ଷା ଲାଗି ରହିଥାଏ ତାହେଲେ ଖେଳ ହେବ ନାହିଁ, ନହେଲେ 5 ଓଭର ହେଲେ ବି ଖେଳ ନିହାତି ହେବ। ତ ଫ୍ରେଣ୍ଡ ଆଜି କମେଣ୍ଟରେ ଲେଖନ୍ତୁ କିଏ ଜିତିବ ଭାରତ ନା ପାକିସ୍ତାନ, କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। 8 କିମ୍ବା ସେଇ 7-1ରେ ରହିଥିବ ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।